ଗରିବ ଲୋକ ପାଇନାହାନ୍ତି ଜୁଲାଇ ମାସର ଚାଉଳ। ଆଜି କାଲି ଆସ କହି ଦିନ ଗଡ଼ାଉଛନ୍ତି ଡିଲର। ଭତ୍ତା ପରେ ଏବେ ଚାଉଳ ପାଇଁ ହନ୍ତସନ୍ତ ଲୋକେ। ପ୍ରଥମେ ଭତ୍ତା ଆଉ ଏବେ ଚାଉଳ। ସରକାରୀ ଯୋଜନାର ଲାଭ ପାଇବାରୁ ପୁଣି ହନ୍ତସନ୍ତ ଗରିବ ହିତାଧିକାରୀ। ଭତ୍ତା ପାଇଁ ବୃଦ୍ଧ ବୃଦ୍ଧା ମାସ ମାସ ଧରି ଧାଡ଼ି ବାନ୍ଧିବା ଘଟଣାର ଦାଗ ନ ଲିଭୁଣୁ ଏବେ ପେଟ୍ରୋଲ ଦାନ ପାଇଁ ଡିଲର ଦୁଆରେ ନିରାଶ ହୋଇ ଫେରୁଛନ୍ତି ଗରିବ ଗୁରୁବା। ଜୁଲାଇ ମାସ ଶେଷ ହେବାକୁ ବସିଥିଲେ ବି ପିଡିଏସ୍ ହିତାଧିକାରୀଙ୍କୁ ମିଳିନି ଚାଉଳ। କାରଣ ଯୋଗାଣ ବିଭାଗର ସ୍ମାର୍ଟ ପିଡିଏସ୍ ସଫ୍ଟୱେୟାର ବିଭ୍ରାଟ। ବିଶେଷ କରି ଖୋଦ୍ ଯୋଗାଣ ମନ୍ତ୍ରୀଙ୍କ ଗୃହ ଜିଲ୍ଲା ଢେଙ୍କାନାଳରେ ପରିସ୍ଥିତି ସବୁଠୁ ସଙ୍ଗୀନ। ଜିଲ୍ଲାର ପ୍ରାୟ 40% ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ। ମାସ ଶେଷ ହୋଇ ନୂଆ ମାସ ଆରମ୍ଭ ହେଲାଣି, ହେଲେ ଚୁଲି ଜଳିବାକୁ ପେଟରେ ଦାନା ନାହିଁ। ରାସନ ଦୋକାନ ଆଗରେ ନିରାଶ ହୋଇ ଛିଡ଼ା ହୋଇଛନ୍ତି ହିତାଧିକାରୀ। କାହା ହାତରେ ଖାଲି ବ୍ୟାଗ୍ ତ କିଏ କାର୍ଡ ଧରି ସରକାରୀ ବ୍ୟବସ୍ଥାକୁ ଚାହିଁ ରହିଛି। କିଛି ଦିନ ତଳେ ଭତ୍ତା ଟଙ୍କା ପାଇଁ କିଭଳି ହଜାର ହଜାର ବୃଦ୍ଧ ବୃଦ୍ଧା ମାସ ମାସ ଧରି ହନ୍ତସନ୍ତ ହୋଇଥିଲେ, ସେ ଚିତ୍ର ଏବେ ବି ମନରୁ ଯାଇନି। ଏବେ ପୁଣି ଗରିବଙ୍କ ମୁହଁରୁ ଆହାର ଛଡ଼ାଇ ନେଇଛି ସଫ୍ଟୱେୟାର ବିଭ୍ରାଟ। ଯୋଗାଣ ବିଭାଗର ନୂଆ ସ୍ମାର୍ଟ ପିଡିଏସ୍ ସଫ୍ଟୱେୟାର କାମ କରୁନଥିବାରୁ ଜୁଲାଇ ମାସର ଚାଉଳ ପାଇବାରୁ ବଞ୍ଚିତ ହୋଇଛନ୍ତି ସହସ୍ରାଧିକ ହିତାଧିକାରୀ। ହନ୍ତସନ୍ତ ହୋଇ ହିତାଧିକାରୀ କହୁଛନ୍ତି, ମାସ ସରି ନୂଆ ମାସ ହେଲାଣି। ଡିଲର ପାଖକୁ ଗଲେ କହୁଛନ୍ତି, ସର୍ଭର ନାହିଁ, କାଲି ଆସ। ମ୍ୟୁନିସିପାଲିଟି ଅଫିସ କିମ୍ବା ଯୋଗାଣ ବିଭାଗକୁ ଯାଅ। ଆମେ କୁଲି ମଜୁରୀ କରି ଚଳୁଥିବା ଲୋକ, କାମ ଛାଡ଼ି କେତେ ଦିନ ଅଫିସ ଦୌଡ଼ିବୁ? ଆଉ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଖୋଦ୍ ଯୋଗାଣ ମନ୍ତ୍ରୀଙ୍କ ଗୃହ ଜିଲ୍ଲା ଢେଙ୍କାନାଳରେ ବିଗିଡ଼ିଛି ବ୍ୟବସ୍ଥା। ଢେଙ୍କାନାଳ ଜିଲ୍ଲାରେ ଜୁଲାଇ ମାସର ପ୍ରାୟ 40% ହିତାଧିକାରୀ ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି। ଆଜି ଆସ କାଲି ଆସ କହି ଡିଲର ଦିନ ଗଡ଼ାଉଥିବା ବେଳେ ଯୋଗାଣ ବିଭାଗକୁ ଯାଇ ବୁଝିବାକୁ ହେଲେ ଦାୟିତ୍ୱ ଉଡ଼ାଇ ଦେଉଛନ୍ତି। ଡିଜିଟାଲାଇଜେସନ ନାଁରେ ସ୍ମାର୍ଟ ପିଡିଏସ୍ ପ୍ରବର୍ତ୍ତନ କରାଗଲା ସତ, ହେଲେ ପ୍ରସ୍ତୁତି ବିନା ଏଭଳି ସିଷ୍ଟମ ଗରିବଙ୍କ ପେଟରେ ଲାତ ମାରିଛି। ସଫ୍ଟୱେୟାର କେବେ ସୁଧୁରିବ, ଲୋକଙ୍କୁ କେବେ ଚାଉଳ ମିଳିବ, ତାହାର କୌଣସି ସ୍ପଷ୍ଟ ଉତ୍ତର କାହା ପାଖରେ ନାହିଁ। ସିଷ୍ଟମକୁ ସ୍ମାର୍ଟ କରିବା ଚକ୍କରରେ ଗରିବଙ୍କ ଚୁଲି ନିଭିବାକୁ ବସିଲାଣି। ସଫ୍ଟୱେୟାରରେ ଏହି ଯାନ୍ତ୍ରିକ ତ୍ରୁଟି ପାଇଁ ଆଉ କେତେ ଦିନ ନିରୀହ ହିତାଧିକାରୀ ବୋଲହାକ ହେଉଥିବେ? ଖୋଦ୍ ଯୋଗାଣ ମନ୍ତ୍ରୀଙ୍କ ଜିଲ୍ଲାରେ ଯଦି 40% ଲୋକ ଚାଉଳରୁ ବଞ୍ଚିତ, ତେବେ ରାଜ୍ୟର ଅନ୍ୟ ଜିଲ୍ଲାଗୁଡ଼ିକର ସ୍ଥିତି କ'ଣ ଥିବ, ତାହା ସହଜେ ଅନୁମେୟ। ଦେଖିବାକୁ ବାକି ରହିଲା ଯୋଗାଣ ବିଭାଗ ଏହି ସ୍ମାର୍ଟ ବିଭ୍ରାଟକୁ କେବେ ସୁଧାରୁଛି।